ବାହାଘର ନୁହେଁ ଖେଳଘର। ହେଲେ ଇଏ ଏମିତି ଏକ ବାହାଘର ଥିଲା ଯାହାକୁ ଖେଳଘରଠୁ କମ୍ ନଥିଲା ଆଜ୍ଞା। ଏମିତି ଏକ ବାହାଘର ଥିଲା ଯାହାକୁ ଦେଖି ସମସ୍ତଙ୍କ ହୋସ ଉଡ଼ି ଯାଇଥିଲା। ଏମିତି ଏକ ବାହାଘର ଥିଲା ଯାହା ମହାଭାରତର ପଞ୍ଚୁ ପାଣ୍ଡବଙ୍କ କଥାକୁ ପୁଣି ଥରେ ମନେ ପକାଇ ଦେଉଥିଲା। ଭାଇ ଭାଇର ସ୍ନେହ ପ୍ରେମ ଭଲ ପାଇବା ଆଗରେ ବିଚରା କନ୍ୟାଟା ବଳି ପଡ଼ିଯାଇଥିଲା। ଗୋଟେ କନ୍ୟାକୁ ଦୁଇ ଜଣ ବର, ବେଦୀ ଗୋଟେ, କନ୍ୟା ବି ଗୋଟେ, ହେଲେ ସେହି କନ୍ୟାର ଦୁଇ ପାଖରେ ଦୁଇ ଜଣ ବର। ଶୁଣିବାକୁ କଥାଟା ନିଶ୍ଚିତ ଆଶ୍ଚର୍ଯ୍ୟ ଲାଗୁଥିବା ଆଜ୍ଞା, କିନ୍ତୁ ଏ ଦୃଶ୍ୟ ମହାଭାରତର ସେହି ପଞ୍ଚୁ ପାଣ୍ଡବ ଆଉ ଦ୍ରୌପଦୀଙ୍କର କାହାଣୀ ପରି ଲାଗୁଥିବା ଏ ଦୃଶ୍ୟ କିନ୍ତୁ ପୁରା ସତ ଆଜ୍ଞା। ଖାଲି ଫରକ ଏତିକି, ମହାଭାରତରେ 5 ଭାଇଙ୍କୁ ଏକୁଟିଆ ଦ୍ରୌପଦୀ ଆଉ ଏଠି 2 ଭାଇ ବର ହୋଇ ପହଞ୍ଚିଛନ୍ତି ଗୋଟେ କନ୍ୟାକୁ ବାହା ହେବାକୁ ଆଜ୍ଞା। ଉତ୍ତରପ୍ରଦେଶର ଏ ଘଟଣା ପୁଣି ଥରେ ମହାଭାରତର ସେ ପଞ୍ଚୁ ପାଣ୍ଡବ କଥାକୁ ଆଜି ମନେ ପକାଇ ଦେଉଛି। ଝିଅ ବଡ଼ ହେଲା ଆଉ ପରିବାର ଲୋକେ ଝିଅ ପାଇଁ ବରପାତ୍ର ଖୋଜିବା ଆରମ୍ଭ କଲେ। ଭଲ ବରପାତ୍ର ବି ମିଳିଗଲା। ଆଉ ସେଠି ବାହାଘର କରିବାକୁ ପରିବାର ଲୋକେ ନିଷ୍ପତ୍ତି ନେଲେ। ହେଲେ ସେହି ବରର ଗୋଟେ ଅଜବ ସର୍ତ୍ତ ଥିଲା, ଯେଉଁ ସର୍ତ୍ତ ଶୁଣି ସମସ୍ତେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ। କନ୍ୟାକୁ ବି ସେ ସର୍ତ୍ତ ବିଷୟରେ ଜଣାଇବା ପରେ କନ୍ୟା ବି ସେ ସର୍ତ୍ତରେ ରାଜି ହୋଇଯାଇଥିଲା ଆଜ୍ଞା। ଆଉ ବାହାଘର ପାଇଁ ସବୁ ପ୍ରସ୍ତୁତି ସରିବା ପରେ ବରଯାତ୍ରୀ ଧରି ବଡ଼ ଧୁମ୍ଧାମ୍ରେ କନ୍ୟା ଘରେ ପହଞ୍ଚିଲା ବର। ଆଉ ଫୁଲରେ ସଜା ଯାଇଥିବା ବର ଗାଡ଼ିରୁ ଦୁଇ ଜଣ ବର ଏକା ସାଥିରେ ବାହାରକୁ ବାହାରିବା ଦେଖି ବାହାଘରକୁ ଆସିଥିବା ପ୍ରିୟ ପରିଜନ ଆଉ ଗାଁ ଲୋକେ ସମସ୍ତେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ଘଟଣା କ'ଣ ବୁଝୁ ବୁଝୁ ବର ବେଶରେ ଆସିଥିବା 2 ଜଣ ହେଉଛନ୍ତି 2 ଜାଆଁଳା ଭାଇ। ପିଲାବେଳୁ ଏ 2 ଭାଇ ଏକାଠି ଖାଇବା, ଏକାଠି ଶୋଇବା ସହିତ ସବୁ କାମ ଏକାଠି କରି ଆସିଛନ୍ତି। ସେଥିପାଇଁ ବାହାଘରରେ ବି ଉଭୟ ଗୋଟେ କନ୍ୟାକୁ ବିବାହ କରିବାକୁ ନିଷ୍ପତ୍ତି ନେଇଥିଲେ। ଆଉ ଶେଷରେ ଏହି ଝିଅକୁ ଏହି 2 ଭାଇ ବାହା ହେବାକୁ ନିଷ୍ପତ୍ତି ନେଇଥିଲେ। ଆଉ କନ୍ୟା ବି 2 ଭାଇଙ୍କୁ ବାହା ହେବାକୁ ରାଜି ହେଲା ପରେ ବାହାଘର ମଣ୍ଡପରେ 2 ଭାଇଙ୍କୁ ଫୁଲମାଳ ଦେଇ ବେଦୀ ଉପରେ 7 ଫେରା ନେଇ ବାହା ହେବା ପରେ 2 ବରଙ୍କ ସହ ମଝିରେ ବସି କନ୍ୟା ଶାଶୁଘରକୁ ଯାଇଥିବାର ନଜର ଆସିଛି। ହେଲେ ଏଠି ଗୋଟେ ପ୍ରଶ୍ନ ଆଜ୍ଞା, ଏଇ ଜାଆଁଳା 2 ଭାଇ ପିଲାବେଳୁ ଏକାଠି ସବୁ କରିବା କଥା ଠିକ୍, ହେଲେ ବାହାଘର ବେଳେ ଗୋଟେ କନ୍ୟାକୁ 2 ଜଣ ବାହା ହେବା କେତେ ଦୂର ଠିକ୍? ନା ମହାଭାରତରେ ଯାହା ଘଟିଥିଲା ସେଇଟା ଯଦି ଠିକ୍, ଏଇଟା କେମିତି ଭୁଲ ହେବ? 2 ଜଣକୁ ଏକା ସାଙ୍ଗରେ ବାହା ହେଇ କନ୍ୟା କ'ଣ ଶାନ୍ତିରେ ରହିପାରିବ? ଏମିତି ଅନେକ ପ୍ରଶ୍ନ ଭିତରେ ଆମେ କେବଳ ଆପଣଙ୍କ ଉତ୍ତରକୁ ଅପେକ୍ଷା କରିଛୁ ଆଜ୍ଞା। କମେଣ୍ଟ କରି ନିଶ୍ଚିତ ୟାର ଉତ୍ତର ଦେବେ ଆଜ୍ଞା। ରହୁଛୁ, ନମସ୍ତେ, ଜୟ ଜଗନ୍ନାଥ।